ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ବାତ୍ୟା ଫେଙ୍ଗାଲ ପ୍ରଭାବରେ ଓଡ଼ିଶାରେ ବର୍ତ୍ତମାନ ପ୍ରଭାବ ପଡ଼ିଛି। ବାତ୍ୟା ଫେଙ୍ଗାଲ ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ଥିବା ବେଳେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଆସନ୍ତା 3 ତାରିଖ ଯାଏଁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ ଅନୁଯାୟୀ ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ 2ଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି 2 ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ସେହିପରି 3 ତାରିଖରେ କୋରାପୁଟ, ମାଲକାନଗିରିରେ ବର୍ଷା ସମ୍ଭାବନା ରହିଥିବା ବେଳେ 4 ତାରିଖ ଠାରୁ ଆଗାମୀ 4-5 ଦିନ ଯାଏଁ ରାଜ୍ୟର ପାଗ ଶୁଖିଲା ରହିବ। ରାଜ୍ୟରେ ଶୀତ କମିଥିବା ବେଳେ 4-5 ଦିନ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। କୋରାପୁଟରେ ସବୁଠୁ କମ୍ ତାପମାତ୍ରା ଯାହାକି 10.4 ଡିଗ୍ରୀ ରେକର୍ଡ କରାଯାଇଛି। ଫଳରେ ଦେଖନ୍ତୁ ବାତ୍ୟା ଫେଙ୍ଗାଲ ପ୍ରଭାବ ଓଡ଼ିଶାରେ ପଡ଼ିଛି। ତେଣୁ ଆଗାମୀ 3 ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ମେଘୁଆ ପାଗ ରହିବ। ଏ ଥିଲା ବହୁତ ବଡ଼ ସୂଚନା।